ରେଳ ଓଭରବ୍ରିଜ ଆରବିର ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ। ରାୟଗଡ଼ା ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଜାତୀୟ ରାଜପଥ 326 ନମ୍ବର ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଓଭରବ୍ରିଜ ଆରବି ଠାରେ ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ରାୟଗଡ଼ା ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଆଜି ଜାନୁଆରୀ 10 ତାରିଖ ଠାରୁ ରେଳ ଓଭରବ୍ରିଜ ଆରବିର ଆବଶ୍ୟକ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ ଉପରେ ଯାତାୟାତ ବନ୍ଦ ରଖାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା। କିନ୍ତୁ ଉକ୍ତ ରେଳ ଓଭରବ୍ରିଜ ଆରବିର ଆବଶ୍ୟକ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ଏହା ମୁଖ୍ୟ 326 ନମ୍ବର ଜାତୀୟ ରାଜପଥ ଦେଇ କୋରାପୁଟ, ବ୍ରହ୍ମପୁର, ଭୁବନେଶ୍ୱର, ରାୟପୁର ଓ ଗଜପତି ସଂଯୋଗ ହେଉଥିବାରୁ ଯାତାୟାତ ଟ୍ରାଫିକ ସମସ୍ୟା ଦେଖାଦେଇଛି। କିନ୍ତୁ ଆଜି ଟ୍ରାଫିକ ସମସ୍ୟା ଦେଖାଯାଇଥିଲା, ଯାହାକି ସାଇଣ୍ଟରନ୍ୟାସନାଲ ଛକ ଠାରୁ ରୋହିତ କଲୋନୀ ଯିବା ରାସ୍ତାରେ ଏକ ରେଳ ଫାଟକ ରହିଛି, ଯାହାଦ୍ୱାରା ଟ୍ରେନ୍ ଆସିଲେ 5 ମିନିଟରୁ ଉର୍ଦ୍ଧ୍ୱ ସମୟ ରେଳ ଫାଟକ ନିକଟରେ ରହିବାକୁ ପଡ଼ିବ ଏବଂ ରେଳ ଫାଟକ ଖୋଲିବା ପରେ ଯାତାୟାତ ପୁଣି ଚାଲିବ। ଏଥିଦ୍ୱାରା ଭାରୀଯାନ ଯିବା ସମୟରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇଛି। ଆଜି ସାଇଣ୍ଟରନ୍ୟାସନାଲ ଛକ ଠାରୁ ପ୍ରାୟ ଖଲିଗୁଡ଼ା ଜିଷ୍ଟ କଲେଜ ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ଲାଗି ରହିଥିଲା। ପ୍ରାୟ 1 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଟ୍ରାଫିକ ସମସ୍ୟାରେ ଫସି ରହିଥିବା ଭାରୀଯାନ ଚାଳକ କହିଥିଲେ। ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଜନ୍ମେଜୟ ସ୍ୱାଇଁ କହିବା ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ନେଇଥିବା ଏହି ନିଷ୍ପତ୍ତି ଯୋଗୁଁ ରାୟଗଡ଼ା ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ। ଜନ୍ମେଜୟ ସ୍ୱାଇଁ ଆମ୍ ଆଦମୀ ପାର୍ଟି ରାଜ୍ୟ ସଂଗଠନ ସମ୍ପାଦକ ଏବଂ ରାୟଗଡ଼ ଜିଲ୍ଲାର ସଭାପତି ଆମ୍ ଆଦମୀ ପାର୍ଟି। ଦେଖନ୍ତୁ ଏଇଟା ଗୋଟେ ବଡ଼ ସମସ୍ୟା। ରାୟଗଡ଼ ଜିଲ୍ଲାପାଳଙ୍କର ଆଜି ଯେ ଆମେ ଦେଖୁଥିଲୁ ବିଭିନ୍ନ ଗଣମାଧ୍ୟମ ସୋସିଆଲ ମିଡ଼ିଆରେ ପୁରା ଭିଡ଼ିଓ ଭାଇରାଲ ହେଉଛି। ମୁଁ ମଧ୍ୟ ସକାଳେ ଯାଇ ରାସ୍ତାରେ ଦେଖିଲି ସାଇ ଇଣ୍ଟରନ୍ୟାସନାଲ ଛକ ଏବଂ ଅଣ୍ଡରଗ୍ରାଉଣ୍ଡ ଯାହା ବାଇପାସ୍ ଅଛି, ନିଜେ ମଧ୍ୟ ଦେଖିଲି, ଗୋଟେ ଲାଇଭ୍ ଆମେ କରିଥିଲୁ। ଦିନସାରା ଯାହା ଅନୁଧ୍ୟାନ ଆମେ କଲୁ, ରାସ୍ତାରେ ଏତେ ଭିଡ଼ ସମସ୍ୟା, ଗୋଟେ ଆମ୍ବୁଲାନ୍ସ ବି ଅସୁବିଧା ଅଛି, ଆମ୍ବୁଲାନ୍ସ ବି ଯାଇପାରୁନାହିଁ। ଯଦି କହିବାକୁ ଗଲେ ରାୟଗଡ଼ ଜିଲ୍ଲାପାଳଙ୍କର ଯେଉଁ ଭୁଲ ନିର୍ଦ୍ଦେଶନାମା, ଯେଉଁ ଭୁଲ ନିଷ୍ପତ୍ତି ନେଲେ, ସେଥିପାଇଁ ଆଜି ଏ ଭିଡ଼ ହୋଇଛି। ଓଭରବ୍ରିଜ 30 ବର୍ଷରୁ ଉର୍ଦ୍ଧ୍ୱ ହେଲା ସ୍ଥାନୀୟ ରେଳ ଓଭରବ୍ରିଜ ରାୟଗଡ଼ାର ଲାଇଫ୍ ଲାଇନ୍ ଗୋଟିଏ। ତାର ଶୋଚନୀୟ ଅବସ୍ଥାରେ ଆମେ ବାରମ୍ବାର ମରାମତି ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଜରିଆରେ ଆମେ ମୁଖ୍ୟମନ୍ତ୍ରୀ କିମ୍ବା ବାରମ୍ବାର ଆମେ ସମସ୍ତେ ଜଣେଇଛୁ, ରାୟଗଡ଼ା ଜିଲ୍ଲାବାସୀ ଏବଂ ମଧ୍ୟ ଆମେ ବାରମ୍ବାର ଜଣେଇଲା ପରେ ବର୍ଷେ 1.5 ବର୍ଷ ହେଲା ଟେଣ୍ଡର ହୋଇଥିଲା, ଟେଣ୍ଡର କ୍ୟାନସଲ ହେଲା। ତାପରେ ଯାହା ହଉ ଏବେ ରାସ୍ତା କାମ ମଝିରେ ଚାଲିଥିଲା, ଏବେ ମଧ୍ୟ କିଛି ଦିନ ବନ୍ଦ କରାଗଲା, ଚୈତି ପାଇଁ ବୋଧେ ବନ୍ଦ କରାଯାଇଥିଲା, ଯାହା ଅନୁମାନ ଆମେ କରୁଛୁ। ଏବେ ଜିଲ୍ଲାପାଳ 10 ତାରିଖରୁ ଆଜିଠାରୁ ହିଁ ସାଙ୍ଗେ ସାଙ୍ଗେ ନିର୍ଦ୍ଦେଶନାମା ଦେଲେ ଓଭରବ୍ରିଜ ସ୍ଥଗିତ କରାଯିବ, କାମ କରାଯିବ, ସେଥିପାଇଁ ଯାନବାହନ ସ୍ଥଗିତ କରାଯିବ, କୌଣସି ଯାନବାହନ ଆଉ ଯାଇପାରିବ ନାହିଁ। ଭୁଲ ନିଷ୍ପତ୍ତି ଏଠି କ'ଣ ରହିଲା? ରାୟଗଡ଼ ଜିଲ୍ଲାପାଳ, ଇଏ ହେଉଛି ଜିଲ୍ଲାବାସୀଙ୍କ ସମସ୍ୟା, ଇଏ ହେଉଛି ପବ୍ଲିକ ସମସ୍ୟା, ଇଏ କୌଣସି ଅଫିସର ସମସ୍ୟା ନାହିଁ, କୌଣସି ସରକାରୀ କାଗଜପତ୍ର କାମ ନୁହଁ। ଜିଲ୍ଲାପାଳ ଜାଣିବା ଦରକାର, କାହିଁକି ନା ଗୋଟିଏ ଲାଇଫ୍ ଲାଇନ୍ ଓଭରବ୍ରିଜରେ ସବୁ ଯଦି ସ୍ଥଗିତ ତମେ କରିଦେଲ, ଠିକ୍ ଅଛି, ରାସ୍ତା କାମକୁ ଆମେ ସ୍ୱାଗତ କରୁଛୁ। ଜିଲ୍ଲାପାଳଙ୍କର ରାସ୍ତା କାମ ଆମେ କହୁଛୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ କରାଯାଉ, କିନ୍ତୁ ଅଣ୍ଡରଗ୍ରାଉଣ୍ଡ ଆପଣ ସବୁବେଳେ ଦେଖିବେ ଅନ୍ୟ ଦିନମାନଙ୍କରେ ଘଣ୍ଟିରୁ 3ଟା ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ ସବୁବେଳେ ଜାମ୍, ଅଣ୍ଡରଗ୍ରାଉଣ୍ଡରେ ଯାଇପାରିବେ ନାହିଁ। ଯେଉଁ ଆପଣ ଦେଲେ ବାଇପାସ୍ ସାଇ ଇଣ୍ଟରନ୍ୟାସନାଲ ପାଖରୁ ବାରିଝଲା ବା ସିରିଗୁଡ଼ା ରାସ୍ତା ଯିବେ, ବଡ଼ ଗାଡ଼ି ଯିବେ। ଆପଣ ମୋତେ କୁହନ୍ତୁ ଆଜ୍ଞା, ଭୁଲ ନିଷ୍ପତ୍ତି ଯଦି ନୁହଁ, କୌଣସି ବୁଦ୍ଧିଜୀବୀ ସାଙ୍ଗରେ ଆଲୋଚନା କଲେ, କୌଣସି ବରିଷ୍ଠ ସାମ୍ବାଦିକ ସାଙ୍ଗରେ ଆଲୋଚନା କଲେ, କୌଣସି ଅନ୍ୟ ଦଳର ଯେଉଁମାନେ ପ୍ରେସିଡେଣ୍ଟ ସାଙ୍ଗରେ, ସଭାପତି ସାଙ୍ଗରେ ଆଲୋଚନା କଲେ କିମ୍ବା ବୁଦ୍ଧିଜୀବୀ ସାଙ୍ଗରେ ଆଲୋଚନା କଲେ, ଏଇଟା ହେଉଛି ରାୟଗଡ଼ା ପବ୍ଲିକଙ୍କ ସମସ୍ୟା, ଜନସାଧାରଣ ସମସ୍ୟା। ଏଇଟା କୌଣସି ସରକାରୀ କାର୍ଯ୍ୟ ନୁହଁ ଯେ ନିଜେ ଏକୁଟିଆ ଜିଲ୍ଲାପାଳ ନିଷ୍ପତ୍ତି ନେଇଯିବେ। ଏଇଟା କ'ଣ ବୋଲି ଭାବୁଛନ୍ତି ଆମେ କିଛି ବୁଝିପାରୁନୁ। ଜିଲ୍ଲାପାଳଙ୍କୁ ଆମେ ସମ୍ମାନ ଦେଉଛୁ, ତା ବୋଲି ଆମେ ରାୟଗଡ଼ା ଜିଲ୍ଲାର ଲୋକମାନଙ୍କ ଅସୁବିଧା ଆମେ ଛାଡ଼ିଦେବୁ? ଆପଣ ଆମ୍ବୁଲାନ୍ସ କଥା କୁହନ୍ତୁ। ନ୍ୟୁ କଲୋନୀରେ ଜଣେ ଯଦି ଆମ୍ବୁଲାନ୍ସ ରୋଗୀ ଯିବ, ସେ କେଉଁ ବାଟେ ଯିବ? ଆପଣଙ୍କର ମାଝିଗୋରି ମନ୍ଦିର କାଲି ରବିବାର ସଣ୍ଡେ, ଏବେ ଆଜି ମା ମଝିଗୋରାଣୀ ମନ୍ଦିର ରାସ୍ତାରେ ଭିଡ଼, ଅଣ୍ଡରଗ୍ରାଉଣ୍ଡ ବାଇପାସ୍ ଭିଡ଼, ଏପଟରେ ସାଇ ଇଣ୍ଟରନ୍ୟାସନାଲ, ସେପଟରେ ବାରିଝୁଲା ରେଲ ଗେଟ୍ ପଡ଼ିଗଲେ, ସେପଟେ ଟ୍ରେନ୍ ଗଲେ ସେପଟରେ ଭିଡ଼, ରିଲାଏନ୍ସ ପାଖରୁ ଯେକେ ଆଡ଼ୁ ଭିଡ଼। ଆପଣ ଦିନକର ଲୋକ, ଆଜି ଜନସାଧାରଣ ପୁରା ଆପଣ ଅସ୍ତବ୍ୟସ୍ତ ହୋଇଯାଇଛନ୍ତି। ସବୁଆଡ଼େ ଆପଣ ଚିନ୍ତା କରନ୍ତୁ, ସମସ୍ତେ ଜାଣିଛନ୍ତି। କିନ୍ତୁ ମୁଁ ଯାହା ଖବର ପାଇଲି, 2 ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ପାଖରେ କିଛି ସଂଗଠନ ଯାଇଥିଲେ,
ଆଉ ଗୋଟେ ବଢ଼ିଆ କଥା ଆପଣମାନଙ୍କୁ କହିବି, ଜନସାଧାରଣ ଜାଣିଛନ୍ତି, ଜିଲ୍ଲାପାଳ କ'ଣ ଜାଣିନାହାନ୍ତି? ଯଦି ଜାଣିନାହାନ୍ତି ବୁଦ୍ଧିଜୀବୀ କି ପଚାରନ୍ତୁ, ରାୟଗଡ଼ାର ଜନସାଧାରଣଙ୍କୁ ପଚାରନ୍ତୁ, ମୁରବୀମାନଙ୍କୁ ପଚାରନ୍ତୁ, ବସାନ୍ତୁ, ଏଇଟା କେଉଁଭଳି ଭାବେ ହେବ ଯଦି ଓଭରବ୍ରିଜ୍ ତମେ ବନ୍ଦ କରିଦେଲ। ଆପଣ ଜାଣିଛନ୍ତି ଆଗାମୀ ଦିନରେ ପୋଙ୍ଗଲ ଅଛି, ରାୟଗଡ଼ାର ତେଲୁଗୁ ଭାଷାଭାଷୀର ଲୋକମାନଙ୍କର ବଡ଼ ପର୍ବ ପୋଙ୍ଗଲ, ଓଡ଼ିଆ ଲୋକମାନଙ୍କର ମକର ସଂକ୍ରାନ୍ତି। ସେଇ ପୋଙ୍ଗଲ ବା ମକର ସଂକ୍ରାନ୍ତି ସମସ୍ତେ ଆମେ ରାୟଗଡ଼ା ଜିଲ୍ଲାବାସୀ ପାଳନ କରୁ, ଗୋଟେ ଭାଇଚାରାର ପର୍ବ ଭାବେ ଆମେ ପାଳନ କରୁ ପୋଙ୍ଗଲ ବା ମକର ସଂକ୍ରାନ୍ତି। ଯଦି ଆଜି ପ୍ରଥମ ଦିନରୁ ଏତେ ଭିଡ଼, ପୋଙ୍ଗଲ ମକର ସଂକ୍ରାନ୍ତି ଉପଲକ୍ଷେ ଯେଉଁ କିଣାକିଣି ଜନଗହଳି ହେବ, ଯେଉଁ ମାର୍କେଟ କେଉଁ ବାଟେ ଯିବ, ମୁଖ୍ୟ ବଜାର କେଉଁ ବାଟେ ଯିବ, ଅଣ୍ଡରଗ୍ରାଉଣ୍ଡ ପୁରା ଭିଡ଼, ମାଆଙ୍କ ମନ୍ଦିର ରାସ୍ତା ବି ଭିଡ଼, ଆମ୍ବୁଲାନ୍ସ କେଉଁ ବାଟେ ଯିବ, ଗୋଟେ ରୋଗୀ ବି ଆମ୍ବୁଲାନ୍ସ ନେଇ ଯାଇପାରିବ ନାହିଁ। ଆପଣଙ୍କର ତାର ବ୍ୟବସ୍ଥା କରାଯାଉଛି। ମୁଁ ହୁଏତ ଜିଲ୍ଲାପାଳକୁ ଅନୁରୋଧ କରିବୁ, ଆମେମାନେ ବାରମ୍ବାର ସୋସିଆଲ ମିଡ଼ିଆ ଗଣମାଧ୍ୟମରେ ଆମେ 4-5 ଦିନ ହେଲା ଆମେ ଅନୁରୋଧ କରୁଛୁ, ଆଜି ମଧ୍ୟ କରିଛୁ। ବୁଦ୍ଧିଜୀବୀ କାଲି 2ଟା ସଂଗଠନ ମଧ୍ୟ ଯାଇଥିଲେ, ଜିଲ୍ଲାପାଳ କାହାର କଥା ଶୁଣିବାକୁ ନାରାଜ। କ'ଣ ପାଇଁ? ସ୍ୱାର୍ଥ କ'ଣ ଆପଣଙ୍କର? ପୋଙ୍ଗଲ ମକର ସଂକ୍ରାନ୍ତି ପରେ ଆପଣ ବ୍ରିଜ୍ କାମ, ଓଭରବ୍ରିଜ୍ କାମ ଆରମ୍ଭ କରିଥାନ୍ତେ, ଅସୁବିଧା କ'ଣ ଅଛି? 18 ତାରିଖରୁ ଆରମ୍ଭ କରିଥାନ୍ତେ। ତାପରେ ଆପଣ ଯେଉଁ ଆଜି ଦିନରେ ମୁଁ ଦେଖିଲି ସାଇ ଇଣ୍ଟରନ୍ୟାସନାଲ ଛକ ପାଖରେ ଗୋଟିଏ ହୋମ୍ ଗାର୍ଡ ଜଣେ ଅଛି, ପୁରା ରାସ୍ତା ଲାଇନ୍ ଲାଗିଛି ଗାଡ଼ି, ଗୋଟେ ହୋମ୍ ଗାର୍ଡ ସମ୍ଭାଳିବ? ଆପଣ 3-4ଟି ଟ୍ରାଫିକ୍ ପୋଲିସ ଦେବେନି? କିମ୍ବା ଯେଉଁଠି ଜାମ୍ ହେଉଛି ସେଠି ଆପଣ ଟ୍ରାଫିକ୍ ପୋଲିସ ନିଯୁକ୍ତି କରିବେନି? ଅଫିସରଙ୍କ ଘରେ 4-5ଟି ପୋଲିସ ଗାର୍ଡ ଜଗିବେ, ନେତାମାନେ ଆସିଲେ ପୋଲିସ ଗାର୍ଡ ଜଗିବେ, କିନ୍ତୁ ଜନସାଧାରଣ ସମସ୍ୟା ପାଇଁ ଆପଣଙ୍କର କ'ଣ ଆଜି ପ୍ଲାନିଂ କରିଛନ୍ତି? କେଉଁଠି ଟ୍ରାଫିକ୍ ସମସ୍ୟା ହେଉଛି, କ'ଣ ଅସୁବିଧା ହେଉଛି, କେଉଁଠି ଆମ୍ବୁଲାନ୍ସ ପଶି ଯାଉଛି, ଅତ୍ୟନ୍ତ ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ କ'ଣ ଗୋଟେ ବ୍ୟବସ୍ଥା ଓଭରବ୍ରିଜ୍ ଉପରେ ଖାଲି କେବଳ ଆମ୍ବୁଲାନ୍ସ ଛାଡ଼ୁନାହାନ୍ତି, କିମ୍ବା ୱାନ୍ ସାଇଡ୍ କାମ କରି ୱାନ୍ ସାଇଡ୍ ଆମ୍ବୁଲାନ୍ସ ଛାଡ଼ନ୍ତୁ। ରୋଗୀ ଯଦି ମୃତ୍ୟୁବରଣ କରିବ, ଯଦି ଟ୍ରାଫିକ୍ ଜାମ୍ରେ ଗୋଟେ ଦୁର୍ଘଟଣା ହେବ, ଜିଲ୍ଲାପାଳ ଦାୟୀ ରହିବେ କି? ଆମେ ଆଉ ଥରେ ଅନୁରୋଧ କରୁଛୁ, ଏ ବିଷୟରେ ନିର୍ଦ୍ଦେଶନାମା ଯେଉଁ ଦେଇଛନ୍ତି 10 ତାରିଖ ସ୍ଥଗିତ କରନ୍ତୁ। ପୋଙ୍ଗଲ ବା ମକର ସଂକ୍ରାନ୍ତି ପରେ 18 ତାରିଖ ଆରମ୍ଭ କରନ୍ତୁ ଓଭରବ୍ରିଜ୍ କାମ। ଯୁଦ୍ଧକାଳୀନ ଭିତ୍ତିରେ ଓଭରବ୍ରିଜ୍ କାମ ହେବା ଦରକାର ଏବଂ ଆମ୍ବୁଲାନ୍ସ କଥା ଚିନ୍ତା କରନ୍ତୁ। ଆମ୍ବୁଲାନ୍ସ କେଉଁ ବାଟେ ଯିବ ଆପଣ ନିଜେ ଏକୁଟିଆ ନିଷ୍ପତ୍ତି ନିଅନ୍ତୁନି, ଅନୁରୋଧ କରୁଛୁ ଜିଲ୍ଲାପାଳ ମଧ୍ୟରେ। ଯଦି ଆପଣ କର୍ଣ୍ଣପାତ କରୁନାହାନ୍ତି, ଶେଷରେ ଆମେ ରାୟଗଡ଼ା ଜିଲ୍ଲାବାସୀ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆପଣଙ୍କ ଅଫିସ ଆଗରେ ଘଣ୍ଟ ବାଡ଼େଇବୁ। ଘଣ୍ଟ ବାଡ଼େଇଲେ ହୁଏତ ଜିଲ୍ଲାପାଳ କର୍ଣ୍ଣପାତ କରିବେ, ଶୁଣିବେ ଆମ କଥା, ଘଣ୍ଟ ବାଡ଼େଇବା ପ୍ରୋଗ୍ରାମ କରିବୁ ଆଗାମୀ ଦିନରେ। ନମସ୍କାର, ଜୟ ଜଗନ୍ନାଥ।